ও ব্রহ্মদেবায় নমঃ। ব্রহ্মা বলে বলিয়ান বহি ইষ্টদেব অতন্তিতে শিব। আজি ব্রহ্মদেবঙ্ক তপস্যা করি থাপি অছি সিংহাসন বহে এই কুলাবতী লক্ষ্যে পিতামর কপিল সিংহ মাতা দুর্বরেখা সেই ব্রহ্মে জাত বহে ওটে মহারথা। ଯେଉଁ ମହିଷାସୁର ଇଚ୍ଛା କଲେ ନବଖଣ୍ଡ ପୃଥିବୀକୁ ଡୁବାଇ ତ ପାରେ ରସାତଳ ଗର୍ଭେ। ଯେଉଁ ବୀର ମହିଷାସୁରର ଆଖିର ପଳକ ମାତ୍ରକେ ଚଳଚଞ୍ଚଳ ବାୟୁ ହୁଏ ସ୍ତମ୍ଭୀଭୂତ। ଯେଉଁ ମହିଷାସୁରର ପାଦ ଭାର ସମ୍ଭାଳି ନ ପାରି বসুধা করে রক্ত উদ্গার সেই ত্রিভুবন বিজয়ী মহিষা রাক্ষস বহে এ কুলাবতী লক্ষ্যে। শুনো শুনো মূর্খ দেবতা মণ্ডল, লোহে মুহি হিরুতা পুরুষ অটে মুহি মহামন্ত্রী অন্ধ্রব বীর মহিষাসুরন্ত। ଯେଉଁ ମହାମନ୍ତ୍ରୀ ଇଚ୍ଛା କରେ ସର୍ତ୍ତ ମର୍ତ୍ତ ପଦାରକୁ କରିପାରେ ଧ୍ୱଂସ। ଯାହାର ବିନା ନେଇ ଶୁଣେ ପ୍ରବେଶ କରିପାରେ ନାହିଁ ସ୍ୱୟଂତନ୍ତ୍ରପତି ଯମରାଜ। ସାମାନ୍ୟ ଦେବତା ମଣ୍ଡଳୀ ହୋଇ ବିରୁଦ୍ଧାଚରଣ କରୁଅଛ ସେହି ବୀର ମହିଷାସୁର ବିରୁଦ୍ଧରେ। ଶୁଣ ଉଦୟତି ଭାନୁ ପଶ୍ଚିମ তীর্থভাগ বিকশিত পদ্ম পর্বত রাজি পাগ্রে আমার প্রচলিত বেরু অবাচনা বিভাগ্রে তথাপ্যহম পদিষ্যামি এই ସେହି ଦେବତା ମଣ୍ଡଳୀ ଯେ କି ମୋରି ମାତାଙ୍କୁ କଳଙ୍କିତ ସାଜିଛନ୍ତି। କାହିଁକି ଜାଣ ମହାମନ୍ତ୍ରୀ? ଏକ ଦିନେ ମାତା ମୋର ଭ୍ରମଣ କରିବା ନିମନ୍ତେ ଯାଇଥିଲେ। ସେଠାରେ ଦେଖିଲ ଯବର ବାହନ କୃତାନ୍ତ ମାତାଙ୍କର ନବ ଯବନକୁ ସହ୍ୟ କରି ନ ପାରି ଏକ ଦିନେ ଧାବମାନ କଲା ତାହାଙ୍କ ପଛରେ। ଏକାମ୍ର ବନରେ ମାତାଙ୍କୁ ମୋହର କରିଲା ହରଣ। ସେହି ଲକ୍ଷ୍ୟେ ଜାତ ଆଜି ମହିଷା ରାକ୍ଷସ ମସ୍ତକରେ ସିଂହ କଦର୍ଚ୍ଚ ଶରୀର। ସମସ୍ତେ ମୋତେ ଘୃଣା କରୁଛନ୍ତି ମାତାଙ୍କୁ ମୋହର। এই ସବୁ ଦେବତା ମାନଙ୍କର କୁଟିଳ ସଂକ୍ରାନ୍ତ ମହାମନ୍ତ୍ରୀ କୁଟିଳ ଚକ୍ରାନ୍ତ। ହେଲେ ମହାରାଜ ଧୈର୍ଯ୍ୟ ଧରିବାକୁ ପଡ଼ିବ। ବିଧିର ବିଧାନ କିପରିବ ପିତା ମାତାଙ୍କ ଯୁକ୍ତ କାଳେ ବିଧିଜା ଲେଖିଛି। ହେଲେ ମହାମନ୍ତ୍ରୀ କୋଳେ କୋଳେ କୌଶଳେ ଦେବତା ମଣ୍ଡଳୀ କରିବି ନିପାତ। ଦେବର୍ଷି ନାରଦଙ୍କ ବାକ୍ୟ ଅନୁସାରେ ଆକ୍ରମଣ କରିବି ମୋହେ ସଚିପତି ଇନ୍ଦ୍ର। ହେ ମହାରାଜ ସେହି ସମସ୍ତ ଦେବତା ମଣ୍ଡଳୀ ଆପଣଙ୍କର ପୈତୃକ ସମ୍ପତ୍ତି ହରଣ କରିଛନ୍ତି। ଉପଯୁକ୍ତ ପରାମର୍ଶ ଦେଇଛନ୍ତି ମହାମନ୍ତ୍ରୀ, ଉପଯୁକ୍ତ ପରାମର୍ଶ ଦେଇଛନ୍ତି। ଅଷ୍ଟରତ୍ନ ଅଷ୍ଟମଣି ତା ସହିତ ରମ୍ଭା ମେନକା ଉର୍ବଶୀ ଉଚ୍ଚଶ୍ରବା ଐଶ୍ୱରତ୍ୱ ପାରିଜାତ ପୁଷ୍ପ ସମସ୍ତ ଦ୍ରବ୍ୟ କରାୟତ୍ତ କରିଛନ୍ତି ସେହି ଦେବତା ମଣ୍ଡଳୀ। ମହାମନ୍ତ୍ରୀ ବଳେ ବଳେ କୌଶଳେ କରାୟତ୍ତ କରିବି ବଳେ ଦେବତାଙ୍କ ଠାରୁ। ନିଶ୍ଚୟ ବନ୍ଦୀ ଯୁଦ୍ଧରେ କରିନ ପରାସ୍ତ ବନ୍ଧେ କରି ନେଇ ଆସିବି ଏଇ ମୋର ରାଜ୍ୟକୁ। କୁଟିଳ ଷଡ଼ଯନ୍ତ୍ର ରଚନା କରି ଶାସ୍ତି ଦେବି ସମସ୍ତ ଦେବତା ମଣ୍ଡଳୀ।
ଆରେ ବାନ୍ଧିଥିବା ଦେବ ଗୋଡ଼ଙ୍କୁ ଆଣି ମାରୁଛି ମାଡ଼ ବାନ୍ଧିଥିବା ଦେବ ଗୋଡ଼ଙ୍କୁ ଆଣି ମାରୁଛି ମାଡ଼ ଶୋଇବାକୁ ଶଯ୍ୟା